କହିବି ଗପର ନାଁ ହେଲା ମାଙ୍କଡ ବାନ୍ଧିଲା ଘଣ୍ଟି। କିଏ ବାନ୍ଧିଲା ଘଣ୍ଟି? ଏତେ ଚିହ୍ନ ମୋ ଗାଁରେ ବାଟ ଅଛି ହେଲା। ଜଙ୍ଗଲରେ ଗୋଟେ ବଡ ବାଘ ରହୁଥିଲା। ଦେଖ ଜଙ୍ଗଲରେ ଗୋଟେ ବଡ ବାଘ ରହୁଥିଲା। ସେ ପଶୁମାନଙ୍କୁ ମାରି ଖାଉଥିଲା। ଏମିତି ନିଜର ଖୁସି ପାଇଁ ସେ ଦରକାର ଠାରୁ ଅଧିକ ପଶୁମାନଙ୍କୁ ମାରି ମଜା ନେଉଥିଲା। ଜଙ୍ଗଲରେ ସେ ସବୁ ପଶୁମାନଙ୍କୁ ମାରିକି ଖାଇ ଦଉଥିଲା ହେଲା। ଯେତିକି ଦରକାର ତାଠୁ ଅଧିକା ସେ ଖାଇ ଦଉଥିଲା। ଏହା ଦେଖି ବଣର ଜୀବଜନ୍ତୁ ଚିନ୍ତାରେ ପଡିଗଲେ। ଏସବୁ ଦେଖିକି ସମସ୍ତେ ଚିନ୍ତାରେ ପଡିଗଲେ। କହିଲେ କଣ କରିବା, କଣ କଲେ ଆମେ ସବୁ ନିଜକୁ ନିଜେ ବଞ୍ଚେଇକି ରଖିପାରିବା। ବାଘକୁ ପାନେ ଦେବା ପାଇଁ ବଣରେ ସବୁ ପଶୁମାନଙ୍କର ସଭା ହେଲା। କଣ ହେଲା? ସଭା ହେଲା। ବିଲୁଆ ଚତୁର ହେଇଥିବାରୁ ସମସ୍ତ କଥା ଶୁଣିଲା। ଗୋଟେ ଉପାୟ ଚିନ୍ତା କଲା। ବିଲୁଆ କହିଲା ବାଘ ବେକରେ ଗୋଟେ ଘଣ୍ଟି ବନ୍ଧାଯିବ। ବାଘ ବେକରେ କଣ ବନ୍ଧାଯିବ? ହେଲେ ଏ କାମଟି କରିବ କିଏ? ଏ କାମଟି କରିବ କିଏ? ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ହେଲା। ଆରେ ତା ପାଖକୁ ତ ଗଲେ ସେ ଆମକୁ ଖାଇଦେବ, ତା ବେକରେ ଘଣ୍ଟି କିଏ ବାନ୍ଧିବ? ହେଲେ ଏ କାମଟି କରିବ। ସମସ୍ତଙ୍କ ଭିତରେ ଆଲୋଚନା ହେଲା ଓ ଶେଷରେ ନିଷ୍ପତ୍ତି ନିଆଗଲା ମାଙ୍କଡ ବାଘ ବେକରେ ଘଣ୍ଟି ବାନ୍ଧିବ। କିଏ ବାନ୍ଧିବ? ମାଙ୍କଡ। ଏହା ଶୁଣି ମାଙ୍କଡ ପାଖ ଗାଁ ମନ୍ଦିରରୁ ଏକ ବଡ ଘଣ୍ଟି ନେଇକି ଆସିଲା। ମନ୍ଦିରରେ ଘଣ୍ଟି ଥିଲା। ମାଙ୍କଡ ଗଲା, ଯାଇକି ଘଣ୍ଟିଟାକୁ ନେଇକି ଆସିଲା। ସେ କଣ କଲା? ବାଘ ଶୋଇଛି। ମାଙ୍କଡ ଧୀରେ 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 ଯାଇ ତା ବେକରେ ଘଣ୍ଟିଟାକୁ ବାନ୍ଧିଦେଲା। କାହା ବେକରେ? ମାଙ୍କଡ ଯେତେବେଳେ ବାନ୍ଧିଲା, ବାଘ ଶୋଇଥିଲା ନା ଅନେଇଥିଲା? ଶୋଇଥିଲା। ତାପରେ ବାଘ ଉଠିଲା, ଉଠିକି ଗଲାରୁ ଘଣ୍ଟି ଶବ୍ଦ ଶୁଣିଲା। ଅନ୍ୟ ଜୀବଜନ୍ତୁ ଯାହା ଜାଣିପାରିଲେ ବାଘ ଆସିଲା, ସେ ସତର୍କତା ସେ ଅବଲମ୍ବନ କଲେ। ଯାହା ଫଳରେ ନିଜ ଜୀବନକୁ ସେ କଣ କଲେ? ବଞ୍ଚେଇଲେ। ଏଠୁ ଆମେ କଣ ଶିଖିଲେ? ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ ହେଲା। ବୁଝିପାରିଲ? ଜାଣିଲ?